ନୟାଗଡ଼ରେ ଆଉ ଏକ ରୋଟାରୀ କ୍ଲବ ଗଠନ ନିମନ୍ତେ ରୋଟାରୀ ସଂସ୍ଥାର ଅନୁମତି ପ୍ରଦାନ। 1990 ମସିହାରେ ଗଠିତ ନୟାଗଡ଼ ରୋଟାରୀ କ୍ଲବ ଗଠନ ପରେ ରୋଟାରୀ ଆନ୍ତର୍ଜାତିକ ସଂସ୍ଥା ଆମେରିକା ନୟାଗଡ଼ରେ ଆଉ ଏକ ନୂତନ ରୋଟାରୀ କ୍ଲବ ଗଠନ ନିମନ୍ତେ ଅନୁମତି ପ୍ରଦାନ କରିଛନ୍ତି। ରୋଟାରୀ କ୍ଲବ ଅଫ୍ ନୟାଗଡ଼ ଏକ୍ସିଲେନ୍ସର ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକ ସୋମବାର ସନ୍ଧ୍ୟାରେ ଭୁବନେଶ୍ୱର ସ୍ଥିତ ରୋଟାରୀ ଅଫିସରୁ ରୋଟାରୀ ଜିଲ୍ଲା କାର୍ଯ୍ୟକାରୀ ସମ୍ପାଦକ ବରିଷ୍ଠ ରୋଟାରିଆନ୍ ସୁଶାନ୍ତ କୁମାର ମହାପାତ୍ରଙ୍କ ଠାରୁ ଅନୁମତି ପତ୍ର ଗ୍ରହଣ କରିଛନ୍ତି। ପ୍ରମୋଦ ପଟ୍ଟନାୟକ କହନ୍ତି, ରୋଟାରୀ ଏବଂ ସେବା ତାଙ୍କ ଜୀବନ। ନୂତନ ରୋଟାରୀ କ୍ଲବ ପାଇଁ ସେ ଦୈନିକ ଅତି କମ୍ରେ 1 ଘଣ୍ଟା ସମୟ ଦେବେ ବୋଲି କହିଛନ୍ତି। ରୋଟାରୀ ଇଣ୍ଟରନ୍ୟାସନାଲ ନୟାଗଡ଼ରେ ଦ୍ୱିତୀୟ ରୋଟାରୀ କ୍ଲବ ପ୍ରତିଷ୍ଠା କରିବା ପାଇଁ ଅନୁମତି ପତ୍ର ପ୍ରଦାନ କଲେ। 1990 ମସିହାରେ ଯେଉଁ ରୋଟାରୀ କ୍ଲବ ତିଆରି ହେଇଥିଲା ତାକୁ ମୁଁ ନିଜେ ବ୍ୟକ୍ତିଗତ ଭାବେ ତାକୁ ତିଆରି କରିଥିଲି। ବର୍ତ୍ତମାନ ଆଉ ଗୋଟିଏ ରୋଟାରୀ ୱାର୍ଲଡ ନିଡ୍ସ ମୋର ରୋଟାରିଆନ୍ ଏହି ସ୍କିମ୍ରେ ଏକ୍ସଟେଣ୍ଡେଡ଼ ରୋଟାରୀ ଫ୍ୟାମିଲିକୁ ଆଧାର କରି ରୋଟାରୀ ଆନ୍ତର୍ଜାତିକ ରୋଟାରୀ ସଂସ୍ଥା ଆମେରିକାରୁ ଆମକୁ ଅନୁମତି ପ୍ରଦାନ କଲେ, ଚାର୍ଟର ସାର୍ଟିଫିକେଟ୍ ପ୍ରଦାନ କଲେ ଯେ ନୟାଗଡ଼ରେ ଆଉ ଏକ ରୋଟାରୀ କ୍ଲବ ଅଫ୍ ନୟାଗଡ଼ ଏକ୍ସେଲେନ୍ସ ନାମରେ ଆଉ ଗୋଟେ ରୋଟାରୀ କ୍ଲବ 20 ଜଣ ସଦସ୍ୟଙ୍କୁ ନେଇ ଆମେ ଗଠନ କଲୁ। ଯେଉଁଥିର ସଭାପତି ମୁଁ ଅଛି, ଯୁବ ନେତା ସଂଗ୍ରାମ କେଶରୀ ଗୁମାନ ସିଂ ସମ୍ପାଦକ ଅଛନ୍ତି। ଏଇଭଳି 20 ଜଣଙ୍କୁ ନେଇ ରୋଟାରୀ କ୍ଲବ ଦ୍ୱିତୀୟ ରୋଟାରୀ କ୍ଲବ ନୟାଗଡ଼ରେ ସ୍ଥାପନ କରିବା ପାଇଁ ଆମେ ଅନୁମତି ପାଇଛୁ ଏବଂ ସେ ଅନୁସାରେ ଆମେ ତା'ର ଚାର୍ଟର ଡେ ପ୍ରତିଷ୍ଠା ଦିବସ ପାଳନ କରିବୁ। ଯଦି ପ୍ରତିଷ୍ଠା ଆମେ ଅନୁମତି ପାଇଛୁ ପ୍ରତିଷ୍ଠା ଦିବସ ପାଳନ କରିଲେ ନାହିଁ। ସମସ୍ତଙ୍କ ଅବଗତି ନିମନ୍ତେ ଆଉ ଏକ ନୂଆ ରୋଟାରୀ କ୍ଲବ ନୟାଗଡ଼ ଏକ୍ସେଲେନ୍ସ ପ୍ରତିଷ୍ଠା ଦିବସ ଚାର୍ଟର ଡେ ପାଳନ କରିବୁ। ସେଥିରେ ସବୁ ଲୋକଙ୍କୁ ଡାକିବୁ, ନିମନ୍ତ୍ରଣ କରୁ ଏବଂ ରୋଟାରୀର ଲକ୍ଷ୍ୟ ଉଦ୍ଦେଶ୍ୟ ମୋ ଜୀବନଟା ହେଲା ରୋଟାରୀ ଓ ସେବା ମନ୍ତ୍ରରେ ଉପରେ ରୋଟାରୀ ଆଜିକି 100 ବର୍ଷ ଉର୍ଦ୍ଧ୍ୱ ବଞ୍ଚିଛି। ଖାଲି ସେବାକୁ ଆଧାର କରି ସେହି ସେବାମୂଳକ କାର୍ଯ୍ୟକ୍ରମ ସବୁଦିନ ଚାଲୁ ରହିଛି। ରୋଟାରୀ କ୍ଲବ ଆହୁରି ସହାୟକ ହେବ, ମୋତେ ଆହୁରି ଇନ୍ଧନ ଯୋଗାଇବ, ମୋତେ ଶକ୍ତି ଦେବ, ପ୍ରେରଣା ଦେବ ଆହୁରି ଆଗକୁ ସେବା କାର୍ଯ୍ୟ ଅଧିକ କରିବା ପାଇଁ। ନୟାଗଡ଼ ରୋଟାରୀ କ୍ଲବ ଅଫ୍ ନୟାଗଡ଼ ଏକ୍ସେଲେନ୍ସ ୟାର ଶୀର୍ଷରେ ପହଞ୍ଚିବ ଏବଂ ସେବା କେମିତି ଅଧିକରୁ ଅଧିକ ସାଧାରଣ ମଣିଷ ପାଖରେ ପହଞ୍ଚି ପାରିବ, ସାଧାରଣ ନିରୀହ ଲୋକ ପାଖରେ ପହଞ୍ଚି ପାରିବ, ଆମେ ସମସ୍ତେ ଯତ୍ନବାନ ହେବୁ। ମୁଁ ଧନ୍ୟବାଦ ଦେଉଛି ରୋଟାରୀ ଇଣ୍ଟରନ୍ୟାସନାଲ କର୍ମକର୍ତ୍ତାଙ୍କୁ, ରୋଟାରୀ ଗଭର୍ଣ୍ଣର ଜଗାଶିଷ ମହାପାତ୍ରଙ୍କୁ। ସିଏ ଏ ଦିଗରେ ଆମକୁ ବହୁ ସାହାଯ୍ୟ କରିଛନ୍ତି ଏବଂ ଏହାର ଆବଶ୍ୟକତା ଅନୁଭବ କରି ଆଉ ଏକ ରୋଟାରୀ କ୍ଲବ ଗଠନ କରିବା ପାଇଁ ଆମକୁ ଅନୁମତି ଦେଇଛନ୍ତି।